ଭଲ ଭାବରେ ଧୋଇ ନେଉଛି। ଚଣା ଶାଗକୁ ଦେଖନ୍ତୁ ମୁଁ ଏଠି ଭଲସେ ଧୋଇ ନେଉଛି। ତାପରେ ଚଣା ଶାଗ ଧୋଇ ସାରିଲା ପରେ ଆଉ ଏକ ପାତ୍ରକୁ ମୁଁ କାଢ଼ି ନେଉଛି। ପରେ ଚଣା ଶାଗ ଆଉ ମୁଗ ଡାଲି ଦେଇକି ମୁଁ ଏଇଟା ଚଣା ଶାଗ ଖରଡ଼ିବି, ତେଣୁ ମୁଁ ସେଥିପାଇଁ ଏଠି ମୁଗ ଡାଲି ଆଳୁ ବାଇଗଣ ଦେଇକି ସିଝେଇ ନେଉଛି ଆଉ ଲୁଣ ଟିକେ ପକେଇକି। ତାପରେ ଏଠି ଚଣା ଶାଗକୁ ଚୁନ ଚୁନ ଭାବରେ କାଟି ନେଉଛି। ତାପରେ କାଟି ସାରିଲା ପରେ ତାକୁ ଏ ମୁଗ ଡାଲି ସିଝେଇ ସାରିଲା ପରେ ଚଣା ଶାଗ ଯେଉଁ କାଟିକି ରଖିଛି ସେ ଚଣା ଶାଗକୁ ମୁଁ ଏଇଟା ଦେଇ ନେଉଛି। ଚଣା ଶାଗକୁ ମୁଗ ଡାଲି ସହ ଦେଇ ଦେଉଛି। ତାପରେ ଆକୁ ଦେଇ ସାରିଲା ପରେ ଆକୁ ଅଳ୍ପ ସମୟ ମାତ୍ର 5 ମିନିଟ୍ ପାଇଁ ଘୋଡ଼େଇ ନେବା। ଘୋଡ଼େଇ ସାରିଲା ପରେ 2 ମିନିଟ୍ ପରେ ଆମେ ଘୋଡ଼େଇ ନେଉଛେ। ଘୋଡ଼େଇ ସାରିଲା ପରେ ମୁଁ କିଛି ବଡ଼ି ନେଇଛି। ବଡ଼ି ଶାଗରେ ଟେଷ୍ଟ ପାଇଁ ଆଉ ଟିକେ ଭଲ ଲାଗିବ, ତେଣୁ ତାପରେ ମୁଁ ଏଠି ଫୁଟଣ ପାଇଁ ସୋରିଷ ତେଲ, ସୋରିଷ ଆଉ ଶୁଖିଲା ଲଙ୍କା ନେଇଛି। ତାପରେ ଚଣା ଶାଗକୁ ଉପରେ ବଘାରି ଦେବା। ତ ଆମର ରେଡ଼ି ହେଇଗଲା ଚଣା ଶାଗ। ଚଣା ଶାଗ ଖାଇବା ପାଇଁ ବହୁତ ଟେଷ୍ଟି ଲାଗେ। ଚଣା ଶାଗ ଖରଡ଼ିକି ବି ଖାଆନ୍ତି ଆଉ ଭାଜିକି ବି ଖାଇପାରନ୍ତି।